ଏହି ଭିଡ଼ିଓରେ ମୁଁ ଆପଣ ସମସ୍ତଙ୍କୁ ଛିନ୍ନ ମସ୍ତାଙ୍କର ଗୋଟିଏ ବିଜାକ୍ଷର ମନ୍ତ୍ର କହିବି, ଯେଉଁ ମନ୍ତ୍ର ମାଧ୍ୟମରେ ଆପଣମାନେ ଚାହିଁବେ ବ୍ରହ୍ମାଣ୍ଡକୁ ବଶବର୍ତ୍ତୀ କରିକି ରଖିପାରିବେ। ଯଦି କୌଣସି ବ୍ୟକ୍ତି ସ୍ତ୍ରୀ ହେଉ ଅବା ପୁରୁଷ ହେଉ ଶ୍ରଦ୍ଧା ବିଶ୍ୱାସ ଆସ୍ଥା ସହିତ ଯାହା ଇଚ୍ଛା କରିକି ଏହି ମନ୍ତ୍ରଟିକୁ ପ୍ରୟୋଗ କରନ୍ତି, ସେସବୁ ବସ୍ତୁ ତାଙ୍କୁ ନିମିଷକ ମାତ୍ରକରେ ପ୍ରାପ୍ତ ହୋଇଯାଇଥାଏ। ଆପଣମାନେ ସମସ୍ତେ ଜାଣନ୍ତି 10 ମହାବିଦ୍ୟାରୁ ଛିନ୍ନମସ୍ତା ହେଉଛନ୍ତି ଗୋଟିଏ ବିଦ୍ୟା, ଯାହାଙ୍କର ଶକ୍ତି ଦ୍ୱାରା ଏହି ବ୍ରହ୍ମାଣ୍ଡ ପରିପକ୍ୱ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ବ୍ରହ୍ମାଣ୍ଡର ଅତି ଶକ୍ତିଶାଳୀ ଦେବୀଙ୍କର ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଯାଏ, ତାହେଲେ ଭାବି ନିଅନ୍ତୁ ଯେ ସେ ଚାହିଁଲେ କ'ଣ ବା କରିନପାରିବେ। ମୁଁ ଆପଣମାନଙ୍କୁ ଛିନ୍ନ ମସ୍ତାଙ୍କର ସେହି ଚମତ୍କାରୀ ବିଜାକ୍ଷର ମନ୍ତ୍ର ବିଷୟରେ କହିବି, ଯାହାଦ୍ୱାରା ଆପଣମାନେ ଏହି ମନ୍ତ୍ର ପ୍ରୟୋଗ କରିକି ଅସାଧ୍ୟକୁ ମଧ୍ୟ ସୁସାଧ୍ୟ କରିପାରିବେ। ଦେଖନ୍ତୁ, ଆପଣମାନେ ଏହି ଭିଡ଼ିଓ ଦ୍ୱାରା ସବୁକିଛି ବିଷୟବସ୍ତୁ ଜାଣିଯିବେ। କେମିତି ମନ୍ତ୍ର ପ୍ରୟୋଗ କରିବେ, କ'ଣ କଲେ ଆପଣମାନଙ୍କର ମନ୍ତ୍ର ସିଦ୍ଧି ହେବ, କ'ଣ କଲେ ଦେବୀଙ୍କର ଦର୍ଶନ ହେବ, ସବୁକିଛି ବିଷୟବସ୍ତୁ ମୁଁ ଆପଣମାନଙ୍କୁ ଏହି ଗୋଟିଏ ଭିଡ଼ିଓରେ ହିଁ ଜଣାଇଦେବି। ଯଦି ଆପଣମାନେ କୌଣସି ଝିଅକୁ, ପୁଅକୁ, ସ୍ତ୍ରୀକୁ, ପୁରୁଷକୁ ପ୍ରେମ କରନ୍ତି, କିନ୍ତୁ ସେ ଆପଣମାନଙ୍କୁ ପ୍ରେମ କରୁଥିଲା କିନ୍ତୁ ବର୍ତ୍ତମାନ କରୁନାହିଁ, କିମ୍ବା ସେ ଆପଣମାନଙ୍କୁ ଆଗରୁ ମଧ୍ୟ ପ୍ରେମ କରୁନଥିଲା, ଏବେ ମଧ୍ୟ ଆପଣମାନଙ୍କୁ ପ୍ରେମ କରେ ନାହିଁ, କିନ୍ତୁ ଆପଣମାନେ ଚାହାନ୍ତି ତାକୁ ଯେମିତି ହେଲେ ମଧ୍ୟ ନିଜର ବଶବର୍ତ୍ତୀ ରଖିକି ନିଜର କାମ ହାସଲ କରିବା ପାଇଁ କିମ୍ବା ନିଜର ଦାସତ୍ୱ ବନେଇବା ପାଇଁ, କିନ୍ତୁ ଆପଣଙ୍କ ଦ୍ୱାରା ମନ୍ତ୍ରତନ୍ତ୍ର ଯନ୍ତ୍ର ଏହିସବୁ ପ୍ରୟୋଗ ହୋଇପାରୁନାହିଁ, ତେଣୁ ଆପଣମାନେ କରିପାରୁନାହାନ୍ତି। କିନ୍ତୁ ଆପଣମାନେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଗୋଟିଏ ତାବିଜ ଦେଖାଯାଉଛି। ଯଦି କୌଣସି ସ୍ତ୍ରୀ, ପୁରୁଷ, ଝିଅ, ପୁଅ ଏହାକୁ ଧାରଣ କରନ୍ତି ଯାହାରି ନାମରେ, ସେ ବ୍ୟକ୍ତି ଜଣକ ବଶୀକରଣ ହୋଇଯାଏ। ତାପରେ ଆପଣମାନେ ଉଠ୍ କହିଲେ ଉଠିବ, ବସ୍ କହିଲେ ବସିବ, ଯା କହିଲେ ଯିବ, ଆ କହିଲେ ଆସିବ। କେବଳ ଆପଣମାନେ ଏହାକୁ ନିଜ ବାହୁରେ କିମ୍ବା ବେକରେ ବାନ୍ଧିବାକୁ ପଡ଼ିବ। ଦେଖନ୍ତୁ, ଏଇଟା ହେଉଛି ଛିନ୍ନମସ୍ତା ଦେବୀଙ୍କର ବୀଜ ମନ୍ତ୍ର ହୁଙ୍ଗ। ଆପଣମାନେ କ'ଣ କରିବେ, ପ୍ରଥମେ ଆପଣମାନେ ଏହି ମନ୍ତ୍ରଟିକୁ ଭଲ ଭାବରେ ଉଚ୍ଚାରଣ କରିବା ପାଇଁ ଚେଷ୍ଟା କରିବେ, ଭୁଲ ଭାଲ ଭାବରେ ଉଚ୍ଚାରଣ କରିବେ ନାହିଁ। ତାପରେ ଆପଣମାନେ କ'ଣ କରିବେ, ପୂର୍ଣ୍ଣିମା ଦିନୁ ଆପଣମାନେ ଏହି ମନ୍ତ୍ର ଜପ କରିବା ଆରମ୍ଭ କରିବେ। ଏହି ମନ୍ତ୍ର ଜପ କରିବା ସଂଖ୍ୟା ହେଲା 1008 ଥର ପ୍ରତିଦିନ। ଆଉ ଆପଣମାନେ କ'ଣ କରିବେ, ପୂର୍ଣ୍ଣିମାରେ ଯଦି ଆପଣମାନେ ଆରମ୍ଭ କରିବେ, ତା ଆଗରୁ 7 ଦିନ ଆଗରୁ ଆପଣମାନେ କ'ଣ କରିବେ, ସମସ୍ତ କୁକର୍ମ ଛାଡ଼ିଦେବେ। ବୁଝିହେଲା? ସମସ୍ତ କୁକର୍ମ ଛାଡ଼ିଦେବେ, ସମସ୍ତ କୁବିଚାର ଛାଡ଼ିଦେବେ। ଆପଣଙ୍କ ପାଟିରେ ସବୁବେଳେ ସୁକଥା କହିବେ, ସୁବିଚାର ମନରେ ରଖିବେ। ଆଉ ଆପଣମାନେ ସବୁବେଳେ ହବିଷାନ୍ନ ଭକ୍ଷଣ କରିବେ ଗୋଟେ ଓଳି। ଏମିତି ନାହିଁ ଯେ ଆପଣ ପେଟେ ଖାଇଦେବେ ଆଉ ପ୍ରୟୋଗ କରିବେ, ସେମିତି ହେବନି। ଗୋଟେ ଓଳି କେବଳ ଆପଣମାନେ ହବିଷାନ୍ନ ଭୋଜନ କରିବେ। ତାପରେ ଆପଣମାନେ କ'ଣ କରିବେ, ପୂର୍ଣ୍ଣିମାରୁ ଆରମ୍ଭ କରିବେ ଗୋଟିଏ ପୂର୍ଣ୍ଣିମା ପର୍ଯ୍ୟନ୍ତ। ଏହି ପୂର୍ଣ୍ଣିମାରୁ ଆର ଗୋଟେ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆପଣମାନେ ପ୍ରତିଦିନ 1008 ସଂଖ୍ୟାରେ ମନ୍ତ୍ର କରିଲେ ଆପଣମାନଙ୍କର ମନ୍ତ୍ରଟି ସିଦ୍ଧି ହେବାକୁ ଲାଗିବ। ଯେତେବେଳେ ଆପଣମାନଙ୍କର ମନ୍ତ୍ର ସିଦ୍ଧି ହେବ, ତାପରେ ଆପଣମାନଙ୍କୁ ଗୋଟିଏ ଚମତ୍କାରୀ ଶକ୍ତିର ଦର୍ଶନ ହେବ। ଯେତେବେଳେ ଆପଣମାନଙ୍କର ଦର୍ଶନ ହୋଇଯାଏ, ତାହେଲେ ଜାଣିନେବେ ଯେ ଆପଣଙ୍କ ପାଖକୁ ଗୋଟିଏ ଅଦ୍ଭୁତ ଏବଂ ଚମତ୍କାରୀ ଶକ୍ତି ଆସିଗଲା। ସେହି ଦିନଠାରୁ ଆପଣମାନେ ଯାହା ଇଚ୍ଛା କରିବେ, ସେସବୁ ଆପଣମାନେ ନିମିଷକ ମାତ୍ରକେ କରିପାରିବେ।